ସମସ୍ତଙ୍କୁ ନମସ୍କାର, ଜୟ ଜଗନ୍ନାଥ। ମୁଁ ପଦ୍ମନାଭ ରାଉତରାୟ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି ଆଜିର ମୋର ଏହି ଭିଡ଼ିଓକୁ। ତ ଫ୍ରେଣ୍ଡସ୍, ଏହି ଭିଡ଼ିଓଟି ନେଟୱାର୍କ ମାର୍କେଟିଂ ରିଲେଟେଡ୍, କିନ୍ତୁ ଯେଉଁ ଭାଇ ଓ ଭଉଣୀମାନେ ଏହି ଭିଡ଼ିଓକୁ ଦେଖୁଛନ୍ତି, କିନ୍ତୁ ସର୍ବପ୍ରଥମେ ଆପଣଙ୍କୁ ରିକ୍ୱେଷ୍ଟ, ଗୋଟିଏ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ସେୟାର କରିବେ, ବେଲ୍ ଆଇକନ୍କୁ ଦବାଇ ଦେବେ। ବେଲ୍ ଆଇକନ୍କୁ ଦବାଇବାର ମୁଖ୍ୟ କଥା ହେଲା, ମୁଁ ଯେତେବେଳେ ନୂଆ ନୂଆ ଭିଡ଼ିଓ ଅପଲୋଡ଼ କରିବି, ସର୍ବପ୍ରଥମେ ନୋଟିଫିକେସନ୍ ଆପଣମାନଙ୍କ ପାଖରେ ପହଞ୍ଚିବ। ସର୍ବପ୍ରଥମେ ନୋଟିଫିକେସନ୍ ଆପଣମାନଙ୍କ ପାଖରେ ପହଞ୍ଚିଲେ ଆପଣମାନେ ଏହି ଭିଡ଼ିଓଟି ସର୍ବପ୍ରଥମେ ଦେଖିପାରିବେ। ତ ଫ୍ରେଣ୍ଡସ୍, ଆମେ ଆଉ ଡେରି କରିବାନି, ବର୍ତ୍ତମାନ ଆମେ ସେହି ଭିଡ଼ିଓକୁ ଷ୍ଟାର୍ଟ କରିବା। ଫ୍ରେଣ୍ଡସ୍, ନେଟୱାର୍କ ମାର୍କେଟିଂ ବିଜନେସରେ ସବୁକିଛି ଟ୍ରାନ୍ସପାରେଣ୍ଟ ହୋଇଥାଏ। କୌଣସି କଥା ଲୁଚାଛପା ନଥାଏ। ଏହି ନେଟୱାର୍କ ମାର୍କେଟିଂ ବିଜନେସରେ କୌଣସି କଥାକୁ ଅନ୍ଧାରରେ ରଖାଯାଇନଥାଏ। କମ୍ପାନୀର ପ୍ରଡକ୍ଟ ବାବଦରେ ମଧ୍ୟ ଏହି ପାରଦର୍ଶିତା ବଜାୟ ରହିଥାଏ। କମ୍ପାନୀ ସବୁବେଳେ ଚାହିଁଥାଏ ଯେ ଏହାର ପ୍ରଡକ୍ଟ ଗୁଡ଼ିକୁ ସର୍ବପ୍ରଥମେ ନେଟୱାର୍କରମାନେ ନିଜେ ହିଁ ବ୍ୟବହାର କରନ୍ତୁ ଏବଂ ସେଗୁଡ଼ିକର ଗୁଣବତ୍ତାକୁ ନିଜେ ହିଁ ପରୀକ୍ଷା କରନ୍ତୁ। ଆପଣ ମଧ୍ୟ କମ୍ପାନୀର ପ୍ରଡକ୍ଟ ଗୁଡ଼ିକୁ ନିଜେ ବ୍ୟବହାର କରୁଥିବେ, କିନ୍ତୁ ଯଦି ବ୍ୟବହାର କରି ନାହାନ୍ତି, ତେବେ ମୁଁ ଆପଣଙ୍କୁ ପରାମର୍ଶ ଦେବି, ଆପଣ ପ୍ରଥମେ ଏହି ପ୍ରଡକ୍ଟକୁ ନିଜେ ବ୍ୟବହାର କରନ୍ତୁ, କାରଣ ଏହି ପ୍ରଡକ୍ଟ ହିଁ ଏହି ବିଜନେସର ସଫଳତାର ମୂଳ ଆଧାର। ତ ଫ୍ରେଣ୍ଡସ୍, ନେଟୱାର୍କ ମାର୍କେଟିଂର ମୁଖ୍ୟ କାର୍ଯ୍ୟ ହେଲା, ଆମେ ଯେତେବେଳେ ନେଟୱାର୍କ ମାର୍କେଟିଂରେ ଜଏନ୍ କରୁଛେ, ସର୍ବପ୍ରଥମେ ଆମକୁ କ'ଣ କରିବାକୁ ପଡ଼ିବ ନା ନିଜେ ପ୍ରଡକ୍ଟକୁ ବ୍ୟବହାର କରିବାକୁ ପଡ଼ିବ। ବା ପ୍ରଡକ୍ଟକୁ ବ୍ୟବହାର କଲେ ହିଁ ଏହି ପ୍ରଡକ୍ଟ ସଫଳତାର ମୂଳ ଆଧାର। ତ ଫ୍ରେଣ୍ଡସ୍, ପୁଣି ଆଗକୁ ବଢ଼ିବା। ଯେ ପର୍ଯ୍ୟନ୍ତ ଆପଣ ନିଜ କମ୍ପାନୀର ପ୍ରଡକ୍ଟକୁ ବ୍ୟବହାର କରି ବିଶ୍ୱାସ ନ କରିଛନ୍ତି ଯେ ଆପଣଙ୍କ କମ୍ପାନୀର ପ୍ରଡକ୍ଟ ବାସ୍ତବରେ ୟୁନିକ୍ ଏବଂ ଉପଯୋଗୀ, ଯେ ପର୍ଯ୍ୟନ୍ତ ଆପଣ ନିଜ କମ୍ପାନୀର ପ୍ରଡକ୍ଟକୁ ବ୍ୟବହାର କରି ବିଶ୍ୱାସ ନ କରିଛନ୍ତି ଯେ ଆପଣଙ୍କ କମ୍ପାନୀର ପ୍ରଡକ୍ଟ ବାସ୍ତବରେ ୟୁନିକ୍ ଏବଂ ଉପଯୋଗୀ, ସେ ପର୍ଯ୍ୟନ୍ତ ଆପଣ ଅନ୍ୟମାନଙ୍କୁ କମ୍ପାନୀର ପ୍ରଡକ୍ଟ ବ୍ୟବହାର କରିବାକୁ ବିଶ୍ୱାସର ସହ ଜୋର ଦେଇ କହିପାରିବେ ନାହିଁ। ଫ୍ରେଣ୍ଡସ୍, ଆପଣଙ୍କ କଥାରେ ସେହି ଓଜନ ରହିବ ନାହିଁ ଯାହା ରହିବା କଥା। ଯେତେବେଳେ ଆପଣ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ସହ ଦୃଢ଼ ସ୍ୱରରେ ଆପଣଙ୍କ କଥା କାହା ସାମ୍ନାରେ ରଖିବେ, ସେତେବେଳେ ତାହା ଅଧିକ ପ୍ରଭାବଶାଳୀ। ସେହି ବ୍ୟକ୍ତି ଆପଣଙ୍କ ଦ୍ୱାରା ପ୍ରଭାବିତ ହୋଇ ପ୍ରଡକ୍ଟ ବ୍ୟବହାର ନିଶ୍ଚିତ କରିବ। ଯେତେବେଳେ ସେ ମଧ୍ୟ ପ୍ରଡକ୍ଟର ଗୁଣବତ୍ତା ବାବଦରେ ହୃଦୟବୋଧ କରିବ, ସେତେବେଳେ ସେ କମ୍ପାନୀ ସହ ଜଡ଼ିତ ହେବାକୁ ନିଶ୍ଚିତ ଚାହିଁବ। ଫ୍ରେଣ୍ଡସ୍, ସେ ହୁଏତ ନୂତନ ମେମ୍ବର ଭାବରେ ଜଡ଼ିତ ହେବାକୁ ଚାହିଁବ, ନଚେତ୍ ୟୁଜର ଭାବରେ। ଯେ କୌଣସି ବି ରୂପରେ ଆପଣଙ୍କ ସହ ଜଡ଼ିତ ହୁଅନ୍ତୁ ନା କାହିଁକି, ଏଥିରେ କାହାର ଲାଭ ହେବ? ଫ୍ରେଣ୍ଡସ୍, ମୁଁ କହିବି ଆପଣଙ୍କର ଲାଭ ହେବ। ଫ୍ରେଣ୍ଡସ୍, କିଛି ଲୋକ କମ୍ପାନୀ ସହ ଜଡ଼ିତ ହେବା ସତ୍ତ୍ୱେ ବିଭିନ୍ନ କାରଣରୁ କମ୍ପାନୀର ପ୍ରଡକ୍ଟ ନା ନିଜେ ବ୍ୟବହାର କରନ୍ତି ନା ଅନ୍ୟ କାହାକୁ ଏହାର ଗୁଣବତ୍ତା ବାବଦରେ ବତାଇ ନିଜର ଟିମ୍ ସହ ଯୋଡ଼ିବାର ପ୍ରୟାସ କରନ୍ତି। ଆପଣ ନିଜେ ହିଁ ଭାବନ୍ତୁ ଯେ ସାମ୍ନାବାଲା କ'ଣ ମୂର୍ଖ ଅଟେ? ସେ କ'ଣ ଏତିକି ବୁଝି ବି ପାରିବ ନାହିଁ ଯେ ଯଦି କମ୍ପାନୀର ପ୍ରଡକ୍ଟ ଭଲ ହୋଇଥାନ୍ତା, ତେବେ ଆପଣ ସେସବୁ କ'ଣ ନିଜେ ବ୍ୟବହାର କରୁନଥାନ୍ତେ? ଏହାଦ୍ୱାରା ଆପଣଙ୍କ ବିଜନେସ୍ ଉପରେ ଅତ୍ୟନ୍ତ ନକାରାତ୍ମକ ପ୍ରଭାବ ପଡ଼ିବ। ଲୋକମାନେ ଆପଣଙ୍କ ବିଜନେସ୍ରେ ଜଡ଼ିତ ହେବା ପାଇଁ ଦୋଦପାଞ୍ଚ ହେବେ ଏବଂ ଶେଷରେ ଆପଣଙ୍କୁ ମନା ମଧ୍ୟ କରିଦେବେ। ଆପଣଙ୍କର ଏହି ଭୁଲ ଯୋଗୁଁ, ଅର୍ଥାତ୍ ପ୍ରଡକ୍ଟ ବ୍ୟବହାର ନ କରିବା କାରଣରୁ ଆପଣଙ୍କର ସମ୍ପୂର୍ଣ୍ଣ ବିଜନେସ୍ ମାଟିରେ ମିଶିଯିବ। ତେଣୁ ମୋ ମତରେ ଆପଣ ଯେକୌଣସି ବି କମ୍ପାନୀ ସହ ଜଡ଼ିତ ହୋଇଥାନ୍ତୁ ନା କାହିଁକି, ସର୍ବପ୍ରଥମେ ଆପଣ ନିଜେ କମ୍ପାନୀର ପ୍ରଡକ୍ଟ ବ୍ୟବହାର କରି ଗୁଣବତ୍ତା ପରୀକ୍ଷା କରନ୍ତୁ ଏବଂ ଆଶ୍ୱସ୍ତ ହେଲେ ଅନ୍ୟଙ୍କୁ ଏହା ବାବଦରେ କହି ବିଜନେସ୍ ସହ ଜଡ଼ିତ କରାନ୍ତୁ। ଏହାଦ୍ୱାରା ବିଜନେସ୍ରେ ଆପଣଙ୍କର ସଫଳତା ସମ୍ଭାବନା ବୃଦ୍ଧି ପାଇବ। ଫ୍ରେଣ୍ଡସ୍, ଗୋଟିଏ କଥା, ଯଦି ଆମେ ନେଟୱାର୍କ ମାର୍କେଟିଂରେ ଜଏନ୍ କରିଯିବା, କିନ୍ତୁ ଯଦି ଆମେ
ଏହି ନେଟୱାର୍କ ମାର୍କେଟିଂର ପ୍ରଡକ୍ଟକୁ ନିଜେ ବ୍ୟବହାର ନ କରି ତାର ଗୁଣବତ୍ତାକୁ ନ ପରଖି ଆମେ ଲୋକଙ୍କ ସାମ୍ନାରେ ଏହି ପ୍ରଡକ୍ଟ ବାବଦରେ କହିବା, ତାହେଲେ ସାମ୍ନାବାଲାକୁ ହୁଏତ ଜଣା ପଡ଼ିଯାଇପାରେ ଯେ ଏ ଲୋକଟି ପ୍ରଡକ୍ଟ ବ୍ୟବହାର ନ କରି ମୋ ଆଗରେ ପ୍ରଡକ୍ଟ ବାବଦରେ କହୁଛି। କାହିଁକି ନା ଆମେ ଯେତେବେଳେ ପ୍ରଡକ୍ଟକୁ ବ୍ୟବହାର କରିବା ଆମର ଦମ ଆସିଯିବ ପ୍ରଡକ୍ଟ ବାବଦରେ କହିବାକୁ, ଆଉ 100% ପ୍ରଡକ୍ଟ ବିଷୟରେ ଆମେ ନଲେଜ ପାଇବା। ଆଉ ଯୋଉଠି ମାର୍କେଟରେ ପ୍ରଡକ୍ଟ ବାବଦରେ ଅବଜେକ୍ସନ ଆସିବ ନା, ସେ ଅବଜେକ୍ସନକୁ ଆମେ ହ୍ୟାଣ୍ଡେଲିଂ କରିପାରିବା। ଆରାମରେ ଆମେ ପ୍ରଡକ୍ଟ ମାର୍କେଟରେ ସେୟାର କରିପାରିବା। ଆଉ ପ୍ରଡକ୍ଟ ବିଷୟରେ ପୁରା ଟପ୍ ଇନଫର୍ମେସନ ଆମେ ଲୋକମାନଙ୍କୁ ଦେଇପାରିବା। ତ ଫ୍ରେଣ୍ଡସ୍, ମୁଁ କହିବାର କଥା, ଯଦି ଆପଣ ନେଟୱାର୍କ ମାର୍କେଟିଂରେ ଯୋଡ଼ି ହୋଇ ରହିଛନ୍ତି, ତେବେ ଏ ନେଟୱାର୍କ ମାର୍କେଟିଂ ଏକ ବିଶାଳ ବିଜନେସ୍, ୱାର୍ଲଡର ସବୁଠୁ ବିଶାଳ ବିଜନେସ୍। ଆଉ ଏହି ବିଜନେସରେ ଯଦି ଆପଣଙ୍କ ଲାଇଫକୁ ଚେଞ୍ଜ କରିବାକୁ ଚାହୁଁଛନ୍ତି ବା ଆପଣ ଏଠି ପ୍ୟାସିଭ ଇନକମ୍ ନେବାକୁ ଚାହୁଁଛନ୍ତି, ତାହେଲେ ସର୍ବପ୍ରଥମେ ମୋର ନିଶ୍ଚିତ ଆପଣଙ୍କ ପାଇଁ ଗୋଟିଏ କଥା ରହିବ ଯେ ଆପଣ ଏହି ପ୍ରଡକ୍ଟକୁ ସର୍ବପ୍ରଥମେ ନିଜେ ହିଁ ବ୍ୟବହାର କରନ୍ତୁ। ଗୁଣବତ୍ତା ବିଷୟରେ କହିଲେ ହିଁ ସାମ୍ନାବାଲା ଏ ପ୍ରଡକ୍ଟ ୟୁଜ୍ କରିବ, 100% ୟୁଜ୍ କରିବ, ଆଉ ଆପଣଙ୍କ ସହିତ ନିଶ୍ଚିତ ଯୋଡ଼ି ହେବ। ଆଉ ଆପଣଙ୍କ ସହିତ ଯୋଡ଼ି ହେଲେ ଏ ବିଜନେସ୍ ଆପଣଙ୍କର ବହୁତ ଉଚ୍ଚାଇତକୁ ଯିବ। ଆଉ ଫ୍ରେଣ୍ଡସ୍, ସଫଳତାର ମୂଳ କାରଣ ବନିଯିବ। ତ ଫ୍ରେଣ୍ଡସ୍, ମୁଁ ସମସ୍ତଙ୍କୁ ଏ କଥା କହି ରଖେ, ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗୁଛି ତାହେଲେ ସାଙ୍ଗ ସାଥୀ ବନ୍ଧୁ ବାନ୍ଧବ ସମସ୍ତଙ୍କୁ ସେୟାର କରନ୍ତୁ। ଜୟ ଜଗନ୍ନାଥ, ଜୟ ହିନ୍ଦ, ନମସ୍କାର।